ଆପଣ ନିର୍ଦ୍ଦିଷ୍ଟ ଭାବରେ କଣ ଚାହୁଁଛନ୍ତି? ଲୋକ ରୋଜଗାର କରିବେ, ଆପଣ ରୋଜଗାର କରିବେ। 100 ଦିନ ଭିତରେ କଣ ସରକାର କରିବେ ଯାହା ଫଳରେ ଲୋକ ରୋଜଗାର କରିବେ? ସେଇଥିପାଇଁ ଆମେ ଆଶା କରୁଥିଲୁ ମୂଳରୁ ଆପଣ କରିଥାନ୍ତେ, ଯଦିଓ ଆପଣ କରିନାହାନ୍ତି ଏବେ ବି କରନ୍ତୁ, ଆପଣଙ୍କ ସମୟ ଅଛି। ଯେ ଶୁଣନ୍ତୁ, ଆପଣ ଯେତେବେଳେ କୌଣସି ଯୋଜନା କରିବେ ଉଦ୍ଦେଶ୍ୟଟା ହଉଛି, ଲକ୍ଷ୍ୟଟା ହଉଛି ଲୋକ 2 ପଇସା ନିଜେ ରୋଜଗାର କରିବ। ଆପଣ ଅନ୍ୟ ଯୋଉ ରାଜ୍ୟରେ ଆପଣ କହୁଛନ୍ତି ପଲିସି ସେଇ ଦିଗରେ ଫୋକସ ହବା ଉଚିତ। କାହିଁକି ମୁଁ କହୁଛି କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଯୋଉ ଜାଗାରେ ଆପଣ ଦେଖୁଛନ୍ତି ଡେଭଲପଡ ରାଜ୍ୟ ବୋଲି ଯାହାକୁ କହୁଛନ୍ତି, ସେ ଡେଭଲପଡ ହେଇଛି କଣ ସବୁ ମାଗଣା ପଇସା ବାଣ୍ଟିକିରି? ସେମାନେ ରୋଜଗାର କରୁଛନ୍ତି। ସେମାନେ ରୋଜଗାର କେମିତି କରୁଛନ୍ତି? ତାଙ୍କ ଦେଶରେ ବହୁତ ଦାଦନ ହଟେଇବା ସରକାରଙ୍କର ଗୋଟେ ମୂଳ ଲକ୍ଷ୍ୟ। କେମିତି ଦାଦନ? ତାଙ୍କର ଇଲେକ୍ସନ ମ୍ୟାନିଫେଷ୍ଟୋରେ ବି ପ୍ରତିଶ୍ରୁତି ଥିଲା, ଆପଣ ପ୍ରତିଶ୍ରୁତି ଦାଦନ ମୁକ୍ତ ଓଡିଶା ଆମେ ତିଆରି କରିବୁ। ସେଇଟା କେମିତି କରିବେ? ଆପଣ ସେଇ ଅନୁସାରେ ଯୋଜନାଟା ତ କରିବାକୁ ପଡିଯିବ ନା। ଯୋଜନାଟା କରିବେ ଯୋଉଥିରେ ସେ କାମ ପାଇବେ। ନାଇଁ, ଆପଣ ଗୋଟେ ଭଲ କଥା କହିଲେ ରାଜାରାମ ବାବୁ, ମୁଁ ବହୁତ ସମୟରେ ଆପଣଙ୍କ ସହିତ ରାଜି ହୁଏନି, କିନ୍ତୁ ଏ କଥାରେ ମୁଁ 100% ଆପଣଙ୍କ ସହିତ ରାଜି ଯେ ଲୋକଙ୍କୁ ରୋଜଗାର କ୍ଷମ କରିବା, ଲୋକଙ୍କ ପକେଟରେ ପଇସା କେମିତି ପଶିବ ସେ କଥା କରିବା, ଇଏ ହଉଛି ସରକାରଙ୍କର 1 ନମ୍ବର ପ୍ରାୟୋରିଟି। 1 ନମ୍ବର ପ୍ରାୟୋରିଟି। ଅନପ୍ରଡକ୍ଟିଭ ଲୋକ ଯେତେ ରହିବେ ଓଡିଶାରେ, ଓଡିଶା ସେତେ ଦରିଦ୍ର ହବ। ଲୋକ ରୋଜଗାର କରନ୍ତୁ, ଲୋକଙ୍କୁ ରୋଜଗାର କରିବା ପାଇଁ ସୁଯୋଗ ଦିଅନ୍ତୁ। ଆଉ ଓଡିଶାରେ ଯେହେତୁ 60% ଅଧିକ ଲୋକ କେବଳ ଚାଷ ଉପରେ ଡିପେଣ୍ଡ କରନ୍ତି, ଆଉ ଚାଷର ଅବସ୍ଥା ଯାହା, ସବୁବେଳେ କଣ ଆପଣ 800 ଟଙ୍କା 900 ଟଙ୍କା ଦେଲେ ଚାଷୀ ବଞ୍ଚିବ? ନହେଲେ ନାହିଁ। ଚାଷ ଆମର ଗୋଟେ ସିରିୟସ କାମ ନୁହଁ ଆଭରେଜ ଲୋକଙ୍କ ପାଇଁ। ସେମାନଙ୍କ ପାଇଁ କିଛି ନାହିଁ ବୋଲି ସେମାନେ ଚାଷ କରୁଛନ୍ତି। ଯଦି ଆଉ କିଛି ବ୍ୟବସ୍ଥା ଆମେ କରନ୍ତେ, ସେମାନେ ଚାଷ ଛାଡିକି ଆଉ କଣ କରନ୍ତେ? ସରକାର ଶେଷରେ କିଛି ପଇସା ତାଙ୍କ ପକେଟରେ ଦରକାର କି ନାହିଁ? ମାନେ ମୋର କହିବା କଥା, ସରକାର ସେଇ ଦିଗରେ ଗୋଟେ ଫୋକସ କରୁନାହାନ୍ତି। ଯୋଉମାନେ ଚାଷ କରିବେ ରାଜାରାମ ବାବୁ, ସିରିୟସ ଲୋକମାନେ ଚାଷ କରନ୍ତି, ଯୋଉମାନେ ପ୍ରକୃତ କମର୍ସିଆଲ କ୍ରପ ତିଆରି କରିବେ, ମାର୍କେଟରେ ତାକୁ ବିକି ପାରିବେ, ସେଥିରୁ କିଛି ପଇସା ବାହାର କରିପାରିବେ, ସପ୍ତାହରେ ମାସକରେ କିଛି ଟଙ୍କା ତାଙ୍କ ହାତକୁ ଆସିବ, ସେଇ ଲୋକମାନଙ୍କୁ ଚାଷ କ୍ଷେତ୍ରରେ ରହିବା ଉଚିତ। ବାକି ଲୋକମାନଙ୍କ ପାଇଁ ଆମେ ବହୁ ପ୍ରକାର ଏନଗେଜମେଣ୍ଟ ତିଆରି କରିପାରିବା। ସେଇ ଗୋଟିଏ କଥା ଆପଣ କହୁଛନ୍ତି, ଆଗାମୀ 100 ଦିନ ଭିତରେ ଯଦି ପଚରାଯିବ ସରକାରଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ କଣ? ରୋଜଗାର ତିଆରି କରିବା, ଆଭରେଜ ଲୋକଙ୍କୁ ନିଯୁକ୍ତି ଦବା, ଆଭରେଜ ଲୋକଙ୍କ ପାଇଁ କାମ ତିଆରି କରିବା, ତାଙ୍କ ପକେଟରେ କିଛି ଟଙ୍କା ଆସିବ। ଏଇଟା ହଉଛି ଗୋଟେ 1 ନମ୍ବର ପ୍ରାୟୋରିଟି ହେବା ଦରକାର। ଏଥିପାଇଁ ସ୍କିମ୍ ତିଆରି କରିବା ଦରକାର, ପ୍ଲାନ ପଲିସି ଡିକ୍ଲେୟାର ହେବା ଦରକାର। ତ ଦ୍ୱିତୀୟ କଥା ଯଦି କୁହାଯାଏ ଆପଣଙ୍କ ପାଇଁ ସବୁଠାରୁ ସରକାରର ମୁଖ୍ୟ କାମ ଏଇ 100 ଦିନ ଭିତରେ କଣ ହେବା ଉଚିତ? ଆଗାମୀ 100 ଦିନ ଭିତରେ ଇଣ୍ଡଷ୍ଟ୍ରି ଗୋଟେ ଦେଖନ୍ତୁ, ଆଜିକାଲି ଯୋଉ ରାଜ୍ୟ ଆଗକୁ ବଢୁଛନ୍ତି, ଦେଶ ଆଗକୁ ବଢୁଛି, ତାର ମୂଳ କାରଣ ହେଲା ସେ ରାଜ୍ୟରେ ବା ସେ ଦେଶରେ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ସେତିକି ହଉଛି। ଭାରତ ଆଜି ନରେନ୍ଦ୍ର ମୋଦୀ ଯାହା କହୁଛନ୍ତି, ନରେନ୍ଦ୍ର ମୋଦୀ ଯେତେବେଳେ 2014 ମସିହାରେ ଆସିଥିଲେ, ସେତେବେଳେ ଭାରତ 10 କି 11 ନମ୍ବରରେ ଥିଲା। ମାନେ ସାରା ବିଶ୍ୱର ଇକୋନୋମିକ ଦେଖିଲେ, ଧନୀ ରାଜ୍ୟ, ଧନୀ ଦେଶ ଦେଖିଲେ ଭାରତର ନମ୍ବର ଥିଲା 10 କି 11। ଆଜି ଯଦି ସରକାର ଦାବି କରୁଛନ୍ତି, ୱାର୍ଲଡ ବ୍ୟାଙ୍କ ବି କହୁଛି ସେୟା, ଯେ ବର୍ତ୍ତମାନ ଭାରତର ପୋଜିସନ 4 ହେଲାଣି, ହେଇସାରିଲାଣି ଅଲରେଡି। 5 ଥିଲା, ହେଇସାରିଲାଣି ଅଲରେଡି 4 ବୋଲିକିରି ୱାର୍ଲଡ ବ୍ୟାଙ୍କ ରିପୋର୍ଟରେ ନିଜେ କହୁଛି। ସରକାର ଲକ୍ଷ୍ୟ ରଖିଛନ୍ତି 3 କି ଯିବେ, ଆସନ୍ତା 2 ବର୍ଷ 3 ବର୍ଷ ଭିତରେ 3 ନମ୍ବରକୁ ଯିବେ। ଏଟା କେମିତି ହଉଛି? ସେଇ 10 11 ରୁ ବି ଯଦି 5 ବା 4 ରେ ପହଞ୍ଚିଲେ, ତାର କାରଣ ହେଲା ଦେଶର ବିଭିନ୍ନ ଜାଗାରେ ଇଣ୍ଡଷ୍ଟ୍ରିଆଲ ବେଲ୍ ସବୁ ତିଆରି ହେଇଛି ବା କଳକାରଖାନା ହେଇଛି, ତା ଦେହରୁ ଉତ୍ପାଦନ ହଉଛି, ଲୋକ ଚାକିରି କରୁଛନ୍ତି, ଲୋକ ରୋଜଗାର କରୁଛନ୍ତି। ଏମିତି କଲେ ହିଁ ସେ ରାଜ୍ୟ ବା ସେ ଦେଶ ତ ପୁଣି ବଢିବ। ଆମର ଦେଖିବାକୁ ଗଲେ ଓଡିଶାରେ ୟା ଉପରେ କିଛି ଫୋକସ ନାହିଁ। ରୋଜଗାର କେମିତି ଅଧିକ ହବ, ଗାଁରେ ପ୍ରତି ପଞ୍ଚାୟତ କୁ ଗୋଟେ ୟୁନିଟ୍ ହିସାବରେ ନେଇ ସେଠି ବିଜନେସ କଣ କରିହବ, ଇଣ୍ଡଷ୍ଟ୍ରି କଣ କରିହବ। ଅନେକ ସମୟରେ କୁହାଯାଉଛି, ଆପଣ ଦେଖିଥିବେ ଉତ୍କର୍ଷ ଓଡିଶା ହେଲା, ଏବେ ଏତେ ଲକ୍ଷ ଟଙ୍କାରେ 16 ଲକ୍ଷ କୋଟି 17 ଲକ୍ଷ କୋଟି କଣ ସେଥିରୁ ମିଳିବ? ଗୋଟେ ଆଭରେଜ ଲୋକଙ୍କ ପାଖରେ ଆମେ କେତେ ପହଞ୍ଚୁଛୁ? ଗୋଟେ କିଛି ନହବ ଯଦି କେମିତି ହବ? ଆଉ ଗୋଟେ କଥା ମୁଁ କହିବା ପାଇଁ ଚାହିଁବି, ଏଇଟା ଗୋଟେ ମୋଷ୍ଟ ପ୍ରାୟୋରିଟି ଏରିଆ ହବା ଦରକାର ଯେ ପୋଲିସ ଡିପାର୍ଟମେଣ୍ଟ କୁ ଷ୍ଟ୍ରିମଲାଇନ କରାଯିବା ଦରକାର। ଆପଣ ଦେଖିବେ ବହୁ କେସରେ ଆମେ ଦେଖୁଛୁ କ୍ରିମିନାଲ ମାନେ ପୁଣି ମୁଣ୍ଡ ଟେକିଲେଣି। ଆମେ ଦେଖୁଛୁ ଯେ ଉତ୍ତରପ୍ରଦେଶରେ କ୍ରାଇମ କମୁଛି, ସେଇ ବିଜେପି ଶାସିତ ରାଜ୍ୟ ଯୋଉଠି ଗୋଟେ ଗୋଟେ ଭଲ ଆଡମିନିଷ୍ଟ୍ରେସନ ଅଛି, ଯେ ଅପରାଧୀଙ୍କୁ କ୍ଷମା ଦଉନି। ତେଣୁ କମନ ମ୍ୟାନ ସବୁବେଳେ ସରକାର, ରାଜାରାମ ଭାଇ ମୋ ସହିତ ଆପଣ ଏକମତ ହେବେ ଯେ ପୋଲିସ ଯୋଗୁଁ ସରକାର ବଦନାମ ହୁଅନ୍ତି। ଆଉ ଆପଣ ଦେଖିବେ ନବୀନ ପଟ୍ଟନାୟକ ସରକାର ଏହି କ୍ଷେତ୍ରରେ ବହୁତ ବଦନାମର ଶିକାର ହେଇଛି ଯେ ପୋଲିସ ଠିକ ଭାବରେ କାମ କରୁନି। ଆପଣ ଦେଖିବେ ଆଜିର ଦିନରେ ଅଧିକାଂଶ ଜାଗାରେ ପଲିଟିକାଲ ଲୋକମାନେ ପୋଲିସକୁ ଇନଫ୍ଲୁଏନ୍ସ କରିବା ଆରମ୍ଭ କଲେଣି। ଆର ଗୋଟେ ନେଗେଟିଭ ସାଇଡ ଅଛି। ମନ୍ତ୍ରୀ ଏମଏଲଏ ଏମାନେ ଏମ୍ପାୱାର୍ଡ ହେବା ଜରୁରୀ,
किंतु पुलिस को जदि आपण काम करबा को न देबे आ भल सचोट लोकन को न रखिबे ये बायस होइकरी काम करिवार अनेक उदाहरण अतीत रे अछि। कांग्रेस सरकार जेमति बदनाम होइतला पुलिस जोगु आशा करिबा जे मोहन माझी सरकार पुलिस को ठीक रखिबो। आउटे एक्चुअली मु भाबुची आपण जो पचारले जे आसंता 100 दिन भितरे मोहन माझी सरकार को आपण कोन आशा करछंती मु आउटे विषय पर आपण दृष्टि आकर्षण करिवे मु आशा करी सरकार तापर बेसी गुरुत्व देबे। पूर्वरु जो सरकार थला एवं जो प्रकार जो प्रणाली शासन चलतला वर्तमान सरकार एवं जो प्रणाली शासन होबा उचित ता भितर अनेक अंतर अछि। आपण व्यवस्था को जेते परिवर्तन करिवे सेते ही आपणकर काम जोर रे चलिबो। व्यवस्था को परिवर्तन करिया पड़िबो। व्यवस्था मोटे एक्चुअली प्रो पीपल हे पारुनी। मोटे उदाहरण देउ कहूची मोहन माझी मुख्यमंत्री मोहन चरण माझी कहउचंती से होचंती लोकों को मुख्यमंत्री ताको सरकार लोकों को सरकार एथरे शतकड़ा 100% सत्य एथरे किछि मिछ कथा नाही। कहीं आगुरु जे मुख्यमंत्री थिले आ ताको सरकार जे लोक कोआडे सरकार कोआडे मंत्री कोआडे ताकर किछि ठिकाना नथाय 3-4 जन लोक शासन थे लीज नै सब करथले। माने वर्तमान सरकार रे अंतत लोक जागिरी मुख्यमंत्री की भेटी पारचंती गोटे ग्रीवांस सेल खोलचंती खाली भुवनेश्वर ने ओडिसा रो अन्य जगह करचंती। तो निश्चित भाव में शतकड़ा 100% ये होची लोकों को मुख्यमंत्री से होचंती लोकों को मुख्यमंत्री एवं सरकार होची लोकों को सरकार। किंतु जो जड़े लोक आसुची कौन सी ग्रीवांस नहीं मुख्यमंत्री की भेटुची मुख्यमंत्री कल प्रेस कॉन्फ्रेंस कहउथले भी जे आमे एते ग्रीवांस सब सॉल्व करचंती। मुख्यमंत्री से गोटे जिनस पचारिबा कथा तांका स्टाफ को जरिया रे ये जो कंप्लेन मो पाख जाके आसी पहुंचला काहे आसला कलेक्टर माने सेही लेवल ले काहे एटा हेई परलानी जे कारण आपण भाबतु जड़े लोक जे कंप्लेन नहीं कि मुख्यमंत्री पाखे पहुंचवा बड़ काटिगर पाठ सी ग्रीवांसल करतांतु जेते सुविधा करतांतु जहा करंतु भुवनेश्वर जने दौड़िकी आसीबो बस खर्च करिकरी से दौड़िकी आसीबो एठी कोठी बसी खाइबो ए मुख्यमंत्री ग्रीवांसल पहुंचबो ना रेजिस्ट्री करिवो शेषरे मुख्यमंत्री की से दरखास्त दबो एटा कोन एटा सहज कथा। मुख्यमंत्री से जगह रे ठीक अछि ताको ग्रीवांस आपण संगे संगे समाधान करदेले जहाँ तांकर कंप्लेन थिला ठीक अछि किंतु पचारिया कथा आपण व्यवस्था को जे काहे कि से कंप्लेन मुख्यमंत्री का जाके आसला तळ लेवल ले काहे कि न होई परला तमाने से लोगों को हारास करती